ଶ୍ରୀମଦ୍ଭାଗବତ ପ୍ରଥମ ସ୍କନ୍ଧ ଷଷ୍ଠ ଅଧ୍ୟାୟ। ଓଂ ନମୋ ଭଗବତେ ବାସୁଦେବାୟ। ଶ୍ରୀସୁତବାଚ ଶୌନକ ଆଦି ମୁନି ମୈଥେ ସୁତ କହନ୍ତି ଯେ ଆନନ୍ଦେ সকল গুণ মুনি জনে ସେ ବ୍ୟାସ ନାରଦ ବଚନେ ଏମନ୍ତେ ନାରଦର ବାଣୀ ସତ୍ୟବତୀର ପୁତ୍ର ଶୁଣି ନାରଦ ଜନ୍ମ କର୍ମ ଯେତେ କୃଷ୍ଣଙ୍କୁ ଲଭିଲେ ଯେମନ୍ତେ ଏ ସର୍ବ କଥା ଜାଣିବାରେ ପୁଣି ପୁଛିଲେ ଆଉ ଥରେ ବ୍ୟାସବାଚ ଗଲେ ସନ୍ନ୍ୟାସୀ ଯେଉଁ ଦିନ ତୁମକୁ କରି ମନ୍ତ୍ର ଦାନ ସନ୍ତୋଷେ ଦେଇ କୃଷ୍ଣ ଦୀକ୍ଷା ଗମିଲେ ଯେଣେ ତାଙ୍କ ଇଚ୍ଛା ତଦନ୍ତରେ କଲ କିସ ତୁମେ ଯେ ଅଳ୍ପ ବୟସ ଜନ୍ମ ସର୍ଜନା ପ୍ରଜାପତି ବାଲକ କାଲୁ ଯେ ଭକତି କରି ବଞ୍ଚନ୍ତି ପ୍ରାଣୀ ସର୍ବେ ତୁମେ ବଞ୍ଚିଲ କେଉଁ ଭାବେ କାଲ ପ୍ରବେଶେ ମୁନିବର କେନେ ଛାଡ଼ିଲ କଲେ ବର ପୂର୍ବ କଳ୍ପର ଯେ ବିଚାର କି ରୂପେ ହେଲେ ଜାତି ସ୍ମର ତୁମର ଦେହୁ ଜ୍ଞାନ ଅନ୍ତେ କାଲ ନ ହରିଲା କେମନ୍ତେ ଯେମନ୍ତେ ବ୍ୟାସ ମୁଖୁ ଶୁଣି ବ୍ରହ୍ମାନନ୍ଦନ ବାକ୍ୟ ଭଣେ ନାରଦବାଚ ଶୁଣ ହୋ ମୁନି ଶୁଦ୍ଧ ଚେତା ଯେ ଜନ୍ମ କର୍ମର ବାରତା ମତେ ପରମ ଜ୍ଞାନ ଦେଇ ବିପ୍ର ଯେ ଗଲେ ପଥ ବାହି ମୁଁ ପୁଣି ପ୍ରଥମ ବୟସେ ମୁନିଜନଙ୍କର ଉପଦେଶେ ଦିନ ବଞ୍ଚଇ ମାତା କୋଲେ ମନ ମୋ ଥାଇ ତାଙ୍କ ମେଲେ ମୋର ଜନନୀ ବିପ୍ର ଘରେ ସେବକୀ ପଣେ ଦିନ ହରେ ଏକଇ ପୁତ୍ର ତାର ମୁହିଁ ସେ ମତେ ଦଣ୍ଡେ ନ ଛାଡ଼ଇ ସ୍ନେହେ ସୁପୋଷଇ ନୀତି ନୀତି ମୋ ତହୁଁ ନାହିଁ ଅନ୍ୟ ଗତି ସେବଇ ବିପ୍ର ଘରେ ମତେ ନ ଚାହେଁ ଆତ୍ମାର ଆୟତେ ମୋର ନିମିଷେ ଭିକ୍ଷା ଅନ୍ନ ବହୁତ କଳ୍ପେ ତାର ମନ ଅନ୍ନ ବା ସେ ପାଇବ କାହିଁ ବ୍ରାହ୍ମଣ ଘରେ ଯେ ମିଲଇ ମୋର ଭୁଞ୍ଜିଲା ଅବଶେଷ ମୋର ଜନନୀ କରେ ଗ୍ରାସ ସଂସାର ଈଶ୍ୱର ଆୟତେ କାଷ୍ଠ ପିତୁଲି ଯେହ୍ନେ ହସ୍ତେ ମୁଁ ଯେ ବ୍ରାହ୍ମଣ ଘରେ ଥାଇ ଦିଗ୍ଦେଶ କାଳ ନ ଜାଣଇ ବାଲକ ପଞ୍ଚମ ବରଷ ବଞ୍ଚଇ ଜନନୀର ପାଶ ମୋର ଜନନୀ ଏକ ଦିନେ ବ୍ରାହ୍ମଣ ଘରେ ଗୋଦହନେ ଯାଆନ୍ତେ ପଥେ ଘରୁ ଆସି ସର୍ପେ ମିଳିଲା ଆଗେ ଆସି ବିଧାତା ବୋଲେ ସେ ଦଂଶିଲା ତତ୍କ୍ଷଣେ ଜନନୀ ମୋ ମଲା ମୁଁ ଯେ ମାତାଙ୍କୁ ଅଗ୍ନି ଦେଇ ବାଲଇ ଚତୁର୍ଦ୍ଦଶ ଚାହିଁ ତାର ମରଣ ମୋ କଲ୍ୟାଣ ମଣିଲି କଲେ ଭଗବାନ ବିପ୍ରଙ୍କ ତହିଁ ମୋର ମନ ବାଲି ହୁଇ ଛନ୍ନ ଛନ୍ନ ତାହାଙ୍କୁ ଭେଟିବାର ଅର୍ଥେ ଗଲି ଉତ୍ତର ଦିଗ ପଥେ ଅନେକ ଦୂର ଗ୍ରାମେ ଗ୍ରାମେ
ବିପ୍ରଙ୍କୁ ଖୋଜି ପଥ ଶ୍ରମେ ଖେଟ ଖର୍ବଟ ବାଟି ମନେ ଦୁର୍ଗମ ପର୍ବତ କାନନେ হস্তি সেবিত বন আদি যে পূর্ণ চিত্র পুণ্য নদী পবিত্র জলাশয় তীর্থে দেবে সেবন্তী যাহা নিতে উত্তম সরোবর বনে হংস সারস সুখ সনে পুণি গমিলি ঘোর দেশে পুরিত নলকাশ কুশে বিষমলতা যুগ্ম সার বিষমলতা গুল্ম সার দিশই ঘোর অন্ধকার সর্প ভল্লুক সিংহ চাহি বনে গমহি একামহি ইমন্তে ভ্রম ঘোর পথে শ্রমে পিপাসা বিভূষিতে এমন্তে যাই পাদে পাদে শ্রমে পশিলি নদী হ্রদে শীতল জলে স্নান পান করন্তে গলা মোর শ্রম সে নদী তীরে প্রাণ পোষি অস্বস্থ তরু মূলে বসি বিপ্রজনঙ্কর বচনে আত্মারে আত্মা অবধানে কৃষ্ণর পাদ পদ্ম যুগে ধ্যান মু করি দৃঢ় ভাবে উৎকণ্ঠে গদগদ বচ গদ গদ বচন অশ্রুদকে নেত্র পূর্ণ অত্যন্ত প্রেম ভর দেহ উদ্গম হেলা তনুরুহ আনন্দ সাগরে বুড়িলি উভয় লোক ন জানিলি তৎক্ষণে পরম আনন্দে হরি বিজয় মোর হৃদে কি দেবা পটান্তর মন বচনে অগোচর দেখি উঠিলি তৎক্ষণে বিকল চিত্ত কর শণে পুଣି ରହିଲି ଦୃଢ଼ ଚିତ୍ତେ ସେ ରୂପ ଦେଖିବା ନିମନ୍ତେ ସେ ହରିଲେ ମୋ ମନ ଘୋର ଅନ୍ଧାରେ ଦିବ୍ୟ ଜ୍ଞାନ ବାହୁଡ଼ି ଚାଲିଲି ଭିତରେ ଦିଶେ ଆକାଶ ଅଭ୍ୟନ୍ତରେ ଭିତରେ ବାହାରେ ନ ପାଇ ଆକୁଲେ କମ୍ପଇ ମୋ ଦେହି ଏମନ୍ତେ ଅନ୍ତରିକ୍ଷ ବାଣୀ କର୍ଣ୍ଣ ଯୁଗଲେ ମୁହିଁ ଶୁଣି ମନ ବଚନ ଅଗୋଚର ସ୍ୱଭାବେ ଗଭୀର ସୁସ୍ୱର ପ୍ରସନ୍ନ ହେଲା ମୋର ମନ ଶୁଣିଲି ଆକାଶ ବଚନ ଏ ଜନ୍ମେ ତୁ ଦେଖିବୁ କାହିଁ ମୋହର ଆଦି ଅନ୍ତ ନାହିଁ যে যোগী জনଙ୍କର চিত্ত কর্ম বাসনারে জড়িত যাবত শুভাশুভ কর্মে চিত্ত আকৃষ্ট মতি ভ্রমে বেট সে পাইবে কেমন্তে কর্ম আবরি নানা মতে মোর সেবক সেবা কালে তুহি বঞ্চিলু সাধু মেলে ତେଣୁ ଦେଖିଲୁ ମତେ ବୋଲେ ପ୍ରକାଶ ହୃଦୟ କମଳେ ମୁଁ ତୋର ଚିତ୍ତେ ନିତ୍ୟ ଥାଇ ତୋ ଦେହେ ଅମଙ୍ଗଳ ନାହିଁ ତୁ ଯେ ସାଧୁଙ୍କ ସେବା କରି ଏବେ ତରିବୁ ଭବ ବାରି ଦୃଢ଼ ଭକତି ମୋର ପାଦେ ନିତ୍ୟ ପ୍ରକାଶ ପ୍ରମାଦେ ଅନ୍ତେ ପଶିବୁ ମୋ ଭୁବନେ ଏ ଦେହ ଛାଡ଼ି ମୋର ଧ୍ୟାନେ ମୋର ବିଷୟ ତୋର ଗତି କେବେ ନ ଭଜୁ ଦୁର୍ଗତି ସୃଷ୍ଟି ପ୍ରଲୟ ବାଧା ଯେତେ କେବେ ନ ଲାଗଇ ତୋତେ ମୋ ଅନୁଗ୍ରহে ହେଉ ଜ୍ଞାନ ଏମନ୍ତ ଆକାଶ ବଚନ ସ୍ୱଭାবে বাণী অন্তরিক্ষে
ଏ ତାହା ଦେଖିବ ପ୍ରତ୍ୟକ୍ଷେ ସ୍ୱଭାବେ ରୂପ ନାହିଁ ଯାର ମହାମହିମା ନିର୍ବିକାର। ସେ ବାକ୍ୟ ଶୁଣି ଚିତ୍ତ ସ୍ଥିରେ ପ୍ରଣାମ କଲି ତାପୟରେ ଭାବେ ହୋଇଲି କୃତକୃତ୍ୟ। ଶୁଣ ହେ ସତ୍ୟବତୀ ସୁତ ସେ ବିନୁ ନ ଜାଣଇ ଅନ୍ୟ ମୁଁ ସର୍ବଗତି ଭଗବାନ। ଏ ଲାଜ ସର୍ବ ପରିହରି ଉଚ୍ଚେ ଗୋବିନ୍ଦ ନାମ ଧରି। ଅନନ୍ତ ଗୁଣ ତାର ଯେତେ ଚିତ୍ତେ ସୁମରି ଅବିରତେ। ପୃଥିବୀ କରି ପର୍ଯ୍ୟଟନ ବିଗତ ରାଗ ଦୁଷ୍ଟ ମନ। ଏମନ୍ତେ ଭ୍ରମେ ଅନୁଦିନ ନିର୍ମଳ ହୋଇଲା ମୋ ମନ। ମରଣ ସମୟ ନିୟତ କାଳ ହୋଇଲା ଉପଗତ। ସଂଶୟ ସ୍ଥିର ମୋର ମନେ ବିଜୁଳି ଯେହ୍ନେ ନୀଳ ଘନେ। ଦିବ୍ୟ ଶରୀର ମୁହିଁ ଦେଖି ତତ୍କ୍ଷଣେ ଶରୀର ଉପେକ୍ଷି। ଆନନ୍ଦେ କୃଷ୍ଣ ଅନୁଗ୍ରହେ ଶୂନ୍ୟଗମିଲେ ଦିବ୍ୟ ଦେହେ। କଳ୍ପାନ୍ତେ ଦୀନ ପ୍ରଳୟରେ ଏ ସୃଷ୍ଟି ଦେଖିନ ଉଦରେ। କ୍ଷୀଣ ଜଲଧି ମଧ୍ୟେ ସ୍ଥିତ ଅନନ୍ତ ଶୟନେ ଅନନ୍ତ। ପଶିଲି ତାର ଅଭ୍ୟନ୍ତରେ ନିର୍ଲେପ ନିର୍ମଳ ଶରୀରେ। ତହୁଁ ସହସ୍ର ଯୁଗ ଗଲା ଶୟନୁ ଅନନ୍ତ ଉଠିଲା। ତତ୍କ୍ଷଣେ ବ୍ରହ୍ମ ରୂପ ଧରି ଭୂମି ଭିଆଇ ସୃଷ୍ଟି କରି। ମରିଚି ଆଦି ସପ୍ତ ପୁତ୍ର ବ୍ରହ୍ମା ମନରୁ ହୁଏ ଜାତ। ମୁହିଁ ହୋଇଲି ତାଙ୍କ ମେଲେ ସମ୍ଭୂତ ବିଗତର କୋଲେ। ନିଶ୍ଚଳ ଚିତ୍ତେ ଦୃଢ଼ ବ୍ରତେ ଏ ତିନି ଲୋକେ ଭ୍ରମେ ନିତ୍ୟେ। କୃଷ୍ଣର ଭାବେ ଭ୍ରମେ ନୀତି ମୋହର ଅଭ୍ୟାଗତ ରୀତି। କୃଷ୍ଣର ଭକ୍ତି ଭାବ ଭୋଲେ ମୁହିଁ ଗମିଲି ଅନ୍ତରାଲେ। ଦେବଙ୍କ ମଧ୍ୟେ ମୁହିଁ ଥାଇ ନୃତ୍ୟ କରଇ କୃଷ୍ଣ ଗାଇ। ଗାନ୍ଧାର ରାଗେ ବିଭୂଷଣା ସାମରୁ ନାଦ ତିନି ଗୁଣା। ଶୁଭେ ମୂର୍ଚ୍ଛିତ ନାଦବାଣୀ ଆନନ୍ଦେ କୃଷ୍ଣ ନାମ ସୁଗୁଣି। ନିରତେ ଭ୍ରମଇ ଜଗତେ ଶୁଣ କି ହବା ଆଉ ଯେତେ। ହରିର ଭୟ ବରଣ ଅଶେଷ ତୀର୍ଥର କାରଣ। ଯେ ସେ ପଦ କଲି ସୁମରଣ ଶୀଘ୍ରେ ମୋ ଚିତ୍ତେ ନାରାୟଣ। ଆଦିତ୍ୟ ତେଜ ପ୍ରାୟ ଦିଶେ ଅଜ୍ଞାନ ତମ ବେଗେ ନାଶେ। ଏ ହରି ଚରିତର ଗୁଣ ଗୋ ମୁନି ସାବଧାନେ ଶୁଣ। ଭବସାଗରେ ଯେବେ ନରେ ଆରତ ଚିତ୍ତେ ଅଭ୍ୟନ୍ତରେ। ବିଷୟ ରସେ ସୁଯନ୍ତ୍ରିତ କେବେ ନୁହେଁ ଶୁଦ୍ଧ ଚିତ୍ତ। ଇଛନ୍ତି ଭବ ସିନ୍ଧୁ ଗର୍ଭେ ସେ ନର କେମନ୍ତେ ତରିବେ। କୃଷ୍ଣର ଗୁଣ ଗାଥା ଘୋଷି ଆନନ୍ଦ ଭାବେ ଯେହୁ ରସି। ହେଲେ ତରନ୍ତି ଗୁଣ ଗାଇ ଅନ୍ୟଥା ସୁଖ ଲେଶ ନାହିଁ। ଯମ ନିୟମ ଯୋଗ ପଥେ ଯେ ନର ସାଧେ ଅବିରତେ। ଏମାନ ପାଇବ ସେ କାହିଁ ଯେବେ ଗୋବିନ୍ଦ ଭାବ ନାହିଁ। ଶୁଣ ହୋ ସତ୍ୟବତୀ ସୁତ ଯେ ପୂର୍ବେ ମୋହର ଚରିତ। ମୋ ଜନ୍ମ କର୍ମ ସଙ୍ଗେ ଯେତେ କହିଲି ତୁମର ଗ୍ରତେ। କହଇ ଦାସ ଜଗନ୍ନାଥ
प्रथमस्कन्धे भागवत इति श्रीमद्भागवते महापुराणे पारमहंस्यां संहितायां वैयासिक्यां प्रथमस्कन्धे व्यास नारद संवादे नाम षष्ठोऽध्यायः।